ଶୀତ ଦିନର ସିଜନ୍ ଯେହେତୁ ଚାଲିଛି ବର୍ତ୍ତମାନ ଟାଇମ୍ରେ ବହୁତ ଭେରାଇଟିର ଶାଗ ମିଳୁଛି। ତ ଆପଣମାନେ ଶାଗରେ ବହୁତ ସାରା ଆଇଟମ୍ କରିକି ଖାଇପାରିବେ। ଆଉ ଯଦି ନର୍ମାଲ୍ ଆଇଟମ୍ଠୁ ବୋର୍ ହେଇଗଲେଣି ତାହେଲେ ଏଇ ଶାଗର ପରଠାକୁ ଟ୍ରାଏ କରିପାରିବେ। ଦେଖନ୍ତୁ ଏଇଟା ତ ମୁଁ ନେଇଛି ବଥୁଆ ଶାଗ, କିନ୍ତୁ ଆପଣମାନେ ଏହି ଆଇଟମ୍ଟା ବଥୁଆ ଶାଗ ବଦଳରେ ମେଥି ଶାଗରେ ବି କରିପାରିବେ, ପାଲକରେ ବି କରିପାରିବେ। ତା ସହ ମୁଁ କମ୍ବାଇନ୍ କରିଛି ଏଇ ଆଳୁର ସବଜିକୁ। ଏଇ ଆଳୁର ସବଜିଟାକୁ ଆପଣମାନେ ପରାଠା ସହ, ପିଠା ସହ, ବରା ସହ, କାହା ସହ ବି କମ୍ବାଇନ୍ କରିକି ଖାଇପାରିବେ। ବହୁତ ହି ସହଜରେ ଏଇ ସବଜିଟା ବନିଯାଇଥାଏ, ବେଶୀ ଝିଞ୍ଝଟ ନଥାଏ ମସଲା ମସଲି କଷିବାର। ଏବେ ପ୍ରଥମେ ଆମେ ଏଇ ଶାଗକୁ କ୍ଲିନ୍ କରିନେବା। ତ ଶାଗରେ ବହୁତ ପ୍ରକାର ଘାସ ଏମିତି ପ୍ରକାରର ଥାଏ, ତାକୁ ପ୍ରଥମେ ବାଛିବା। ତାକୁ ବାଛି ସାରିବା ପରେ ଆମେ ଶାଗର ଏଇ ଉପର ପାର୍ଟଟାକୁ କାଢ଼ିଦେବା। ଆଉ ତାପରେ ଏମିତି ତଳେ ଯେଉଁ ପତ୍ର ଲାଗିଛି କାଢ଼ିଦେବା। ଆଉ ତାର ଡାଙ୍ଗଟା ଯେଉଁଟା ଥାଏ, ଯଦି ଏଇଟା ସଫ୍ଟ ଅଛି ତାହେଲେ ରଖନ୍ତୁ, ନହେଲେ ନାହିଁ ତାକୁ ଯଦି ଟାଣ ଅଛି ତାହେଲେ ତାକୁ କାଢ଼ି ଦିଅନ୍ତୁ। ଏବେ ଆମେ ପରାଠା ପାଇଁ ଗୋଟେ ମସଲାର ପ୍ରିପାରେସନ୍ କରିନେବା, ଯେଉଁଥିରେ ମୁଁ ନେଇଛି ରସୁଣ, ଅଦା, କଞ୍ଚା ଲଙ୍କା, ଅଳ୍ପ ଟିକେ ଜୁଆଣି। ତାକୁ ଆମେ ଗୋଟେ ଖଦଡ଼ା ପେଷ୍ଟ ବନେଇ ନେବା। ମିକ୍ସଚରରେ 2 ଥର ଖଣ୍ଡେ ଚଲେଇ ଦେଲେ 2-3 ଥର ଏମିତି ଭାବେ ଖଦଡ଼ା ପେଷ୍ଟ ବନିଯିବ। ଶାଗକୁ ମୁଁ ଧୋଇକି ରଖିଦେଇଥିଲି, ଟିକେ ପାଣି ତାର ଚାଲିଗଲା ପରେ ତାକୁ ଆମେ କାଟିଦେବା। ଅବଶ୍ୟ ଏଥିରେ ଟିକେ ପାଣି ରହିଲେ ବି କିଛି ମାନେ ଅସୁବିଧା ନାହିଁ, ମୁଁ ଏଇଟା ସାଙ୍ଗେ ସାଙ୍ଗେ ପ୍ରିପାରେସନ୍ କରୁଛି ଯେହେତୁ ପାଣି ତ ଅଳ୍ପ ବହୁତ ରହିବ ଏଥିରେ। ଆଉ ଶାଗକୁ ଆପଣମାନେ ଯେତେ ଛୋଟ ଛୋଟ କରିକି କାଟିପାରିବେ ସେତେ ଭଲ। ଏବେ ଆମେ ଗୋଟେ ପ୍ୟାନ୍ରେ ଗୋଟେ ଟେବୁଲ୍ ସ୍ପୁନ୍ ପାଖାପାଖି ମୁଁ ନେଇଛି ତେଲ, ସେଥିରେ ଜିରାକୁ ଫୁଟେଇ ନେବା ଆମେ। ଆଉ ତାପରେ ଯେଉଁ ଶାଗକୁ ଆମେ କାଟି ରଖିଥିଲେ ତାକୁ ପକାଇଦେବା। ଆଉ ଆପଣମାନେ ଚାହିଁଲେ ଏଇଠି ବି ଲୁଣ ପକାଇ ପାରିବେ, ନହେଲେ ପଛରେ ବି ଏଥିରେ ଲୁଣ ପକାଇ ପାରିବେ ଯେତେବେଳେ ଆମେ ଏଟାକୁ ଦଳିବା। ଆଉ ଏମିତି ତ ଏଇଟା କଞ୍ଚା ଶାଗରେ ବି ବହୁତ ଲୋକ କରନ୍ତି, କିନ୍ତୁ ଟିକେ ଭାଜିଦେଲେ ତାର ଫ୍ଲେଭର ଭଲ ଆସିଥାଏ। ଏବେ ଆମେ ଅଟା ଲଗାଇ ନେବା। ଅଟା ପାଇଁ ମୁଁ ଏଠି ଦେଖନ୍ତୁ ଅଟାରେ ଅଳ୍ପ ଟିକେ ଲୁଣ ପକାଇ ଦେଇଛି। ତାପରେ ସେ ଯେଉଁ ମସଲାଟା ବନେଇକି ରଖିଥିଲି ତାକୁ ପକାଇ ଦେଇଛି। ତାପରେ ନର୍ମାଲ୍ ମସଲା ସାଙ୍ଗରେ ମୁଁ ନେଇଛି ଲଙ୍କାଗୁଣ୍ଡ ଅଳ୍ପ ନେଇଛି, ତା ସାଙ୍ଗରେ ଧନିଆ ପାଉଡ଼ର ଅଳ୍ପ ନେଇଛି। ଆପଣମାନେ ନିଜ ହିସାବରେ କେଉଁଟା ଏଥିରୁ କମ୍ ବେଶୀ କରିପାରିବେ। ତାପରେ ଏଠି ମୁଁ ପକାଇ ଦେଇଛି ଏଥିରେ ଯେଉଁ ଶାଗଟା ମୁଁ ଭାଜିକି ରଖିଥିଲି ତାକୁ ପକାଇ ଦେଇଛି। ତାପରେ ଅଳ୍ପ ଅଳ୍ପ ପାଣି ଦେଇକି ଆମେ ୟାକୁ ଗୋଟେ ସଫ୍ଟ ଡୋ ବନେଇ ନେବା। ବେଶୀ ସଫ୍ଟ କରିବେନି ବା ବେଶୀ ହାର୍ଡ଼ କରିବେନି, ନର୍ମାଲି ଯେମିତି ରୁଟି ପାଇଁ ବନେ ସେମିତି ବନେଇବେ। ଆପଣମାନେ ଚାହିଁଲେ ଏଥିରେ 1ରୁ 2 ଟେବୁଲ୍ ସ୍ପୁନ୍ ତେଲ ବି ଆଡ଼୍ କରିପାରିବେ। ତେଲ ଦେଲେ ପରାଠାଟା ଟିକେ ଖାସ୍ତା ଅଧିକା ବନିବ। ତା ସହ ଆମର ଯେଉଁ ଜିନିଷରେ ଆମେ ତେଲ ପକାଉ ସେଥିରେ ତେଲଟା ବି ଯେତେବେଳେ ଆମେ ପଛରେ ଦେବା ସେତେବେଳେ ବି ତେଲ ଟିକେ ଅଧିକା ସୋକ୍ କରିଥାଏ। ଏବେ ମୁଁ 2 ଟେବୁଲ୍ ସ୍ପୁନ୍ ତେଲ ନେଇଛି, ସେଥିରେ ଜିରା ଫୁଟେଇ ଦେଇଛି, ଅଳ୍ପ ଟିକେ ହିଙ୍ଗ ପକାଇ ଦେଇଛି, ତାପରେ କଞ୍ଚା ଲଙ୍କା ପକାଇ ଦେଇଛି, ଆଉ ତାପରେ ଟମାଟର ପକାଇ ଦେଇଛି। ହଁ, ମୁଁ ଆଳୁକୁ ପୂର୍ବରୁ ବଏଲ୍ କରି ରଖିଦେଇଛି 2-3ଟା ସିଟି ଦେଇ। ଏବେ ଆମେ ଆଳୁର ସବଜି ବନେଇବାକୁ ଯାଉଛେ। ତାପରେ ଏଠି ମୁଁ ଲୁଣ ପକାଇ ଦେଇଛି। ଲୁଣ ପରେ ଏଠି ଧନିଆ ପାଉଡ଼ର 1 ଟେବୁଲ୍ ସ୍ପୁନ୍ ପକାଇ ଦେଇଛି, ହଳଦୀ ଦରକାର ଅନୁସାରେ ପକାଇ ଦେଇଛି, ଆଉ କିଚେନ୍ କିଙ୍ଗ ମସଲା 1 ଟେବୁଲ୍ ସ୍ପୁନ୍ ପକାଇ ଦେଇଛି। ତାପରେ ଏଟା ପାଣି ଦେଇକି ଅଳ୍ପ ଅଳ୍ପ ଆମେ ଟମାଟୋଟାକୁ ସଫ୍ଟ ହେଲା ଯାଏ କୁକ୍ କରିବା। ଏବେ ଦେଖନ୍ତୁ ସିଝା ଆଳୁ 3ଟା ପାଖାପାଖି ମୁଁ ନେଇଛି, ତାକୁ ଏମିତି ଛୋଟ ଛୋଟ କାଟି ରଖିଦେଇଛି। ତାକୁ ଆମେ ଏଥିରେ ପକାଇକି ଅଳ୍ପ ଟିକେ ସମୟ କଷି ନେବା ମସଲାରେ। ଆଉ ମସଲାଟା ଆମର ରେଡ଼ି ହୋଇଯାଇଛି। ଆପଣମାନେ ଚାହିଁଲେ ଏଥିରେ ଚାଟ୍ ମସଲା ବା ଯଦି ଖଟା ଆପଣଙ୍କର ଟମାଟୋ କମ୍ ଅଛି ଆମଚୁର ପାଉଡ଼ର ବା ଲେମ୍ବୁ ରସ ଅଳ୍ପ ଟିକେ ଆଡ଼୍ କରିପାରିବେ। ଏବେ ୟାକୁ ଆମେ କୁକ୍ ହେବାକୁ ଦେବା। 15 ମିନିଟ୍ରେ ଏଇଟା ରେଡ଼ି ହେଇଯିବ କୁକ୍ ହେଇକି। ଆଉ ଏବେ ଆମେ ପରାଠାର ପ୍ରିପାରେସନ୍ କରିନେବା। ଦେଖନ୍ତୁ ପରାଠାକୁ ଆପଣମାନେ ଯେକୌଣସି ସେପ୍ ଦେଇପାରିବେ, ସେଟା ଆପଣଙ୍କ ଇଚ୍ଛା। ତ ପ୍ରଥମେ ମୁଁ 3ଟା ଯାକ ସେପ୍ ଦେଇକି ବନେଇଛି, ମାନେ ଏମିତି ସ୍କୋୟାର ବାଲା ପ୍ରଥମେ ବନେଇଛି, ସ୍କୋୟାର ବା ରେକ୍ଟାଙ୍ଗଲ ଯାହା ବି ଆପଣମାନେ କହିପାରିବେ। ତାପରେ ମୁଁ ବନେଇଛି ଟ୍ରାୟାଙ୍ଗଲ ବାଲା, ତାପରେ ରାଉଣ୍ଡ ବାଲା ବି ବନେଇଛି। ଯଦି ଆପଣଙ୍କୁ ଟିକେ ମୋଟା ପରାଠା ପସନ୍ଦ, ଟିକେ ଲେୟାର ବାଲା ପରାଠା ପସନ୍ଦ, ତାହେଲେ ଏମିତି ଭାବରେ ପରାଠାକୁ ଅଳ୍ପ ଅଳ୍ପ ଅଟା ଛିଞ୍ଚିକି ଅଳ୍ପ ଟିକେ ତେଲ ବି ଆପଣମାନେ ଦେଇକି ତାକୁ ବେଲି ପାରିବେ। ତେଲ ଦେଲେ ଟିକେ ପରାଠା ଅଧିକା ଖାସ୍ତା ବନିଥାଏ ଆଉ ଲେୟାର ଅଧିକା ବନିଥାଏ। ଆଉ ଯଦି ଆପଣଙ୍କୁ ଟିକେ କୁଡ଼କୁଡ଼ିଆ ବାଲା ପରାଠା ପସନ୍ଦ, ତାହେଲେ ଆପଣ ପୁରା ସିମ୍ପଲ୍ ରାଉଣ୍ଡର ପତଳା ପରାଠା ଆପଣମାନେ ବନେଇ ପାରିବେ। ଲେୟାର ବାଲା ପରାଠା ହେଲେ ଏମିତି ସ୍କୋୟାର ବା ଟ୍ରାୟାଙ୍ଗଲ ବାଲା ପରାଠା ଯେମିତି ନର୍ମାଲି ଓଡ଼ିଶାରେ ବନେ ସେମିତି ପରାଠା ବନାନ୍ତୁ। ଆଉ ଯଦି କୁଡ଼କୁଡ଼ିଆ ପରାଠା ଆପଣଙ୍କୁ ଦରକାର ବା ପସନ୍ଦ, ତାହେଲେ ଆପଣମାନେ ପତଲା ବାଲା ଗୋଲ ପରାଠା ବନେଇ ପାରିବେ। ଏବେ ଅଳ୍ପ ଅଳ୍ପ ତେଲ ଦେଇ ଆପଣମାନେ ତାକୁ ସେକି ନିଅନ୍ତୁ। ଆଉ ଆପଣ ନିଜ ପସନ୍ଦରେ ଯେକୌଣସି ତେଲ ଏଥିରେ ଦେଇପାରିବେ। ଆଉ ନର୍ମାଲି ସୋରିଷ ତେଲଟା ଦେଲେ ଟିକେ ମତଲବ ଅଧିକା କୁଡ଼କୁଡ଼ିଆ ବନିଥାଏ।
ଆପଣମାନେ ଯଦି କେହି ଚାହାନ୍ତି ତାହେଲେ ଟ୍ରାଏ କରିପାରିବେ, ଅଦରୱାଇଜ୍ ଆପଣ ରିଫାଇନ୍ ତେଲ ବା ଘିଅ ଯାହା ବି ପସନ୍ଦ କରନ୍ତି ସେଥିରେ କରିପାରିବେ। କିନ୍ତୁ ହଁ, ଏଇଟା ଯେତେବେଳେ ଶାଗ ପରାଠାଟା ଏଥିରେ ରିଫାଇନ୍ ତେଲ ନହେଲେ ସୋରିଷ ତେଲ ହିଁ ଭଲ ଲାଗେ। ତାପରେ ଏମିତି ଟ୍ରାଙ୍ଗେଲ୍ ପରାଠାଟାକୁ ମୁଁ ସେକି ନେଉଛି। ଆଉ ପରାଠା ସେକିବାଟା ତ ଆପଣଙ୍କୁ ସମସ୍ତଙ୍କୁ ଜଣା ଅଛି। ଟିକେ ଲୋ ଫ୍ଲେମ୍ରେ ତାକୁ ସେକିବେ ତ ବହୁତ ହି ज़୍ୟାଦା ଖାସ୍ତା ବନିଥାଏ। ଏମିତି ହାଲକା ହାଲକା ତା ଉପରେ ବ୍ରାଉନ୍ ସ୍ପଟ୍ ଆସିଗଲେ ଆପଣମାନେ ତାକୁ କାଢ଼ି ନେଇପାରିବେ। ଆଉ ଦେଖନ୍ତୁ ଏବେ ଆଳୁର ସବଜିଟା ବି ଆଳୁର ତରକାରୀଟା ବି ବହୁତ ଭଲ ଭାବରେ ରେଡ଼ି ହେଇଯାଇଛି। ଆଉ ଏଠି ପରାଠାର ପ୍ରିପାରେସନ୍ ଚାଲିଛି। ଏମିତି ତ ଏଇ ପରାଠାଟା ଏତେ ଟେଷ୍ଟି ବନିଥାଏ କି ଆପଣମାନେ ଯେକୌଣସି ଚଟନି ସହ ବା ସସ୍ ସହ ଆକୁ ଖାଇପାରିବେ। ପିଲାଙ୍କ ଲଞ୍ଚ ବକ୍ସ ପାଇଁ ସକାଳୁ ତରତରରେ ବି ପ୍ରିପାରେସନ୍ କରିପାରିବେ। ଏପଟେ ନର୍ଥ ଇଣ୍ଡିଆନ୍ ଲୋକ ତ ଆକୁ ଆଚାର ବା ଚଟନି ସହ ଖାଆନ୍ତି। କିନ୍ତୁ ହଁ, ଆମେ ଓଡ଼ିଆ ଲୋକ ଯେତେବେଳେ ଆମକୁ ତ ସବୁ ଜିନିଷରେ ଟିକେ ଭଜା ନହେଲେ ତରକାରୀ ଦରକାର ହିଁ ଦରକାର। ଯଦି ତରତରରେ ଥାଏ ତାହେଲେ ତ ମୁଁ କେବଳ ସସ୍ ବା ଚଟନି ସହ ସର୍ଭ କରିଦିଏ, ୟା ଆଚାର ସହ। ନହେଲେ ନାହିଁ, ଯଦି ମୋ ପାଖରେ ଟାଇମ୍ ଥାଏ ତାହେଲେ ଏଇ ଇଜି ସବଜିଟା ବି ବନେଇ ଦିଏ ମୁଁ। ତ ଏମିତି ଭାବରେ ଏଇଟା ରେଡ଼ି ହେଇଯାଇଛି। ଆଉ ଆପଣମାନେ ଚାହିଁଲେ ଆକୁ ଘରେ ଟ୍ରାଏ କରିପାରିବେ। ଆଉ ଘରେ ଯଦି ଟ୍ରାଏ କରୁଛନ୍ତି ତେବେ ମୋତେ ନିଶ୍ଚିନ୍ତ ଭାବେ କମେଣ୍ଟ କରିକି ଜଣାଇବେ କି ଏ କମ୍ବିନେସନ୍ଟା କେମିତି ଲାଗିଲା। ଆଜି ପାଇଁ ଏତିକି, ରହୁଛି। ନମସ୍କାର, ଜୟ ଜଗନ୍ନାଥ।